ଓମ୍ ନମୋ ଭଗବତେ ବାସୁଦେବାୟ। ଆମର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କ ସ୍ୱାଗତ। ଆଜି ଆମେ ପୁଣି ଥରେ ଅତିବଡ଼ି ଜଗନ୍ନାଥ ଦାସଙ୍କର ଅମର କୃତି ମାନେ ଆମ ଓଡ଼ିଆ ଭାଗବତର ଗଭୀରତାରେ ପ୍ରବେଶ କରୁଛେ। ହଁ, ଆଜି ଆମେ ଏକାଦଶ ସ୍କନ୍ଧ ସପ୍ତଦଶ ଅଧ୍ୟାୟର ଆଗକୁ ଯିବା। ଆଜ୍ଞା, ସପ୍ତଦଶ ଅଧ୍ୟାୟର ଶ୍ଲୋକ ସଂଖ୍ୟା 79 ମାନେ 79ରୁ ଆରମ୍ଭ କରି 109 ପର୍ଯ୍ୟନ୍ତ ଆଲୋଚନା କରିବା। ଆଉ ଏଇ ଅଂଶଟା ବେଶ୍ କଣ କହନ୍ତି ନାଟକୀୟ। ହଁ, ବହୁତ ନାଟକୀୟ। ଏଠି ରାଜା ପରୀକ୍ଷିତ ବୃଷଭ ରୂପରେ ଥିବା ଧର୍ମ ଆଉ ସାକ୍ଷାତ କଳିପୁରୁଷ ଏମାନଙ୍କ ଭିତର ଗୋଟେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଆଗକୁ ବଢ଼ୁଛି। ଆଜ୍ଞା, ଗୋଟେ ବଡ଼ ଘଟଣାକ୍ରମ ଏଠି ଅଛି। ଆମର ଚେଷ୍ଟା ରହିବ ଏ ପଦଗୁଡ଼ିକର ଯୋଉ ଗୂଢ଼ ଅର୍ଥ, ଯାହା ଦାର୍ଶନିକ ଚିନ୍ତା ଅଛି, ନୈତିକ ଶିକ୍ଷା ଅଛି, ତାକୁ ଗୋଟେ ସହଜ ଭାବରେ ଆଲୋଚନା ମାଧ୍ୟମରେ ଆପଣଙ୍କ ସାମ୍ନାରେ ରଖିବା ପାଇଁ। ଆଉ ଏହାର ପୁରା ମର୍ମ ବୁଝିବାକୁ ହେଲେ ପୁରା ଆଲୋଚନାଟା ଶୁଣିବାକୁ ପଡ଼ିବ। ନିଶ୍ଚୟ। ଆଉ ହଁ, ଯଦି ଆପଣମାନଙ୍କୁ ଏମିତି ଆଧ୍ୟାତ୍ମିକ ଆଲୋଚନା ଭଲ ଲାଗୁଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ହଁ, ସେଟା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନ କରି ସପ୍ତଦଶ ଅଧ୍ୟାୟର ଏଇ ଅଂଶକୁ ଆରମ୍ଭ କରିବା। ପ୍ରଥମେ ଶ୍ଲୋକ 79ରୁ 83 ମୁଁ ପାଠ କରୁଛି। ସୁମଧୁର ଶରଣେ। ରାଜା ଉବାଚ ତୁ ଧର୍ମ କଥା କହୁ, ଛଳେ ବୃଷଭ ରୂପ ବହୁ। ଅଧର୍ମ କର୍ମ ଯେ କରଇ, ଯିଏ ଅବ ତାହା ପ୍ରକାଶଇ। ନରକେ ଗତି ଦୁହିଁଙ୍କର, ଏ ରୂପେ ଶାସ୍ତ୍ରର ବିଚାର। କିବା ଏ ଦେବମାୟା ଗତି, କେ ଜାଣିବାରେ ଚିତ୍ତେ ଚିନ୍ତି। ମନବଚନେ ଅଗୋଚର, ନିଶ୍ଚୟ ବିଚାର ପ୍ରାଣୀର। ତେବେ ରାଜା ପରୀକ୍ଷିତ ଏଠି ବୃଷଭରୂପୀ ଧର୍ମଙ୍କୁ ଚିହ୍ନି ପାରୁଛନ୍ତି, କିନ୍ତୁ ଖାଲି ଚିହ୍ନୁ ନାହାନ୍ତି, ସେ ଯେମିତି ଗୋଟେ ବଡ଼ ଶାସ୍ତ୍ରୀୟ କଥା ବି କହୁଛନ୍ତି। ଆଜ୍ଞା, ଏଇଟା ଖାଲି ଚିହ୍ନିବା ନୁହେଁ, ରାଜାଙ୍କର ପ୍ରତ୍ୟେକ ଶବ୍ଦ ଗୁରୁତ୍ୱପୂର୍ଣ୍ଣ। ସେ କହୁଛନ୍ତି ତୁମେ ତ ଧର୍ମ କଥା କହୁଛ, ହେଲେ ଛଳରେ ବୃଷଭ ରୂପ ନେଇଛ। ଆଉ ତାପରେ ସିଧା ଶାସ୍ତ୍ର କଥାକୁ ଆସୁଛନ୍ତି। ଯିଏ ଅଧର୍ମ କରେ ଆଉ ଯିଏ ସେ ଅଧର୍ମକୁ ଜାଣିଶୁଣି ପ୍ରକାଶ କରେ ବା ମାନେ ସମର୍ଥନ କରେ। ହଁ, ସମର୍ଥନ କରେ। ଏ ଦୁହିଁଙ୍କର ଗତି ନର୍କକୁ। ଏଟା ବଡ଼ କଥା। ଅଧର୍ମ ଦେଖି ଚୁପ୍ ରହିଯିବା ବି ସେଇ ପାପ ସହ ସମାନ। ବାପରେ, ଏଇଟା ତ ବାସ୍ତବିକ ଭାବିବା କଥା। ଆମେ ଭାବୁ ଯେ ଆମେ ନିଜେ କିଛି ଖରାପ କରୁନୁ, ମାନେ ସବୁ ଠିକ୍। କିନ୍ତୁ ଅନ୍ୟର ଭୁଲକୁ ସମର୍ଥନ ଦେବା, ତାର ଏତେ ବଡ଼ ପରିଣାମ। ସତ କଥା। ତାପରେ ରାଜା କହୁଛନ୍ତି କିବା ଏ ଦେବମାୟା ଗତି। ଏଇ ଦେବମାୟା ଗତି କଣ ବୁଝାଉଛି ଏଟା? ହଁ, ଏଟା ରାଜାଙ୍କର ଏକ ପ୍ରକାର ସ୍ୱୀକାରୋକ୍ତି। ମାନେ ସଂସାରର ଏ ଯୋଉ ଗତି, ଧର୍ମ ଅଧର୍ମର ଖେଳ, ଏସବୁ ଭଗବାନଙ୍କର ମାୟା। ଓହୋ। ଏହା ସାଧାରଣ ମଣିଷର ବୁଦ୍ଧି, ମନ ଆଉ କଥାର ବାହାରେ। ଏହାକୁ ପୂରାପୂରି ବୁଝିବା ବହୁତ କଷ୍ଟ। ମାନେ ପ୍ରାଣୀ ପାଇଁ ଏ ରହସ୍ୟ ଭେଦ କରିବା ସହଜ ନୁହେଁ। ବୁଝିଲେ, ମାନେ ଧର୍ମର ରାସ୍ତାଟା ସିଧା ନୁହେଁ, ଟିକେ ଜଟିଳ। ଆଜ୍ଞା, ଜଟିଳ ଏବଂ ମାୟାରେ ଆବୃତ। ତେବେ ଏଇ ପ୍ରଥମ କେତୋଟି ଶ୍ଲୋକ ଗୋଟେ ପଟେ ଧର୍ମ ଅଧର୍ମର ଫଳ କଥା କହୁଛି, ଆଉ ଅନ୍ୟପଟେ ଏହାର ଗଭୀରତା ଆଉ ଜଟିଳତାକୁ ବି ମାନୁଛି। ଏହାପରେ ରାଜା ଆହୁରି ଗଭୀରକୁ ଯାଉଛନ୍ତି। ଧର୍ମର ସ୍ଥିତି କେମିତି ବଦଳିଛି ସେ କଥା କହୁଛନ୍ତି। ଶ୍ଲୋକ 94ରୁ 90। ତୋହର ଚତୁର ଚରଣ, ପ୍ରଥମ ଯୁଗେ ଆଚରଣ। ତପ, ଶୌଚ, ଦୟା, ସତ୍ୟ, ଏ ଯୁଗ ଅନୁରୂପେ କୃତ୍ୟ। ସତ୍ୟର ସଙ୍ଗେ ତପ ଗଲା, ଶୌଚ ତ୍ରେତେୟା ହରିଲା। ଦ୍ୱାପର ଗଲା ଦୟା ସଙ୍ଗେ, ସତ୍ୟ ରହିଲା କଳିଯୁଗେ। ତପକୁ ଗର୍ବ ନାଶ କଲା, ଶୌଚ ସଙ୍ଗ ସଂହାରିଲା। ଦୟା ହରିଲା ମଦ ବଳେ, ସତ୍ୟ ଯେ ରହିଲା ନିଶ୍ଚଳେ। ଯେ ସତ୍ୟ ବଳେ ପ୍ରାଣୀ, ତୋତେ ସାଧନ୍ତି କର୍ମ ନାନା ମତେ। ଏଠି ତ ସ୍ପଷ୍ଟ କୁହା ହେଇଗଲା ଧର୍ମର ଚାରିପାଦ ତପ, ଶୌଚ, ଦୟା, ସତ୍ୟ। କିନ୍ତୁ ଏ ଯୋଉ କ୍ଷୟ ହବାର କ୍ରମ ଦିଆଯାଇଛି, ଯେମିତି ଗର୍ଭ ତପକୁ ନାଶ କଲା, ସଂଘ ବା ଆସକ୍ତି ଶୌଚକୁ, ଆଉ ମଦ ଦୟାକୁ, ଏମିତି କାହିଁକି? କିଛି ବିଶେଷ କାରଣ ଅଛି କି? ଏଇଟା ବହୁତ ଭଲ ପ୍ରଶ୍ନ। ଜଗନ୍ନାଥ ଦାସ ଏଠି ଖାଲି ଗୋଟେ ଲିଷ୍ଟ ଦେଇନାହାନ୍ତି। ଏଇଟା ମଣିଷର ସ୍ୱଭାବର ଗୋଟେ ଗଭୀର ବିଶ୍ଳେଷଣ। ଦେଖନ୍ତୁ, ସତ୍ୟ ଯୁଗରେ ଧର୍ମ ପୂରା ଥିଲା, ଚାରିଟା ଯାକ ପାଦ ଶକ୍ତ ଥିଲା। ହଁ। ତପ ମାନେ କଠୋର ସାଧନା, ଶୌଚ ମାନେ ଭିତର ବାହାରର ପବିତ୍ରତା, ଦୟା ମାନେ ସବୁ ଜୀବଙ୍କ ପ୍ରତି କରୁଣା ଆଉ ସତ୍ୟତା ଜାଣିଛନ୍ତି। ଯେତେବେଳେ ଯୁଗ ବଦଳିଲା,
ପ୍ରଥମେ ଆସିଲା ଗର୍ବ ବା ଅହଙ୍କାର। ସେଇଟା ତପର ମୂଳ ଉଦ୍ଦେଶ୍ୟକୁ ନଷ୍ଟ କଲା। ତପସ୍ୟା କରି କରି ଅହଙ୍କାର ଆସିଗଲା, ତପ ବିଫଳ ହେଲା। ଆଚ୍ଛା। ତାପରେ ଆସିଲା ସଙ୍ଗ, ମାନେ ସାଂସାରିକ ଜିନିଷରେ ଆସକ୍ତି, ମୋହ। ସେଇଟା ଶୌଚ ବା ପବିତ୍ରତାକୁ ମଇଳା କରିଦେଲା। ମନଟା ଯଦି ଏଣେତେଣେ ଲାଗିଲା, ଶୁଦ୍ଧତା କେମିତି ରହିବ? ଠିକ୍। ଏହାପରେ ଦ୍ୱାପରରେ ଆସିଲା ମଦ, କ୍ଷମତା, ପଇସା, ପଦବୀର ନିଶା ବା ଅହଙ୍କାର। ସେଇଟା ଦୟାକୁ ନେଇଗଲା। ଅହଙ୍କାରୀ ଲୋକ କାହା ଉପରେ ଦୟା କରିପାରିବ? ସତ କଥା। ଆଉ ଶେଷରେ କଳିଯୁଗରେ ଖାଲି ସତ୍ୟ ରହିଲା, ସେଇଟା ବି ଦୁର୍ବଳ ହେଇକି। କିନ୍ତୁ କାହିଁକି କେବଳ ସତ୍ୟ ହିଁ ରହିଲା ଶେଷରେ, ବାକି ସବୁ ଗଲା ପରେ? ଏଇଟା ହିଁ ବୋଧେ ସବୁଠୁ ବଡ଼ କଥା ଏଠି। ଦେଖନ୍ତୁ, ଏମିତି ଭାବନ୍ତୁ ଯେ ସତ୍ୟ ହିଁ ବୋଧେ ବାକି ସବୁ ଧାର୍ମିକ ଗୁଣର ମୂଳଦ୍ୱାର। ଓହୋ, ମୂଳଦ୍ୱାର। ହଁ। ତପ ହଉ, ଶୌଚ ହଉ ବା ଦୟା, ଯଦି ସେଥିରେ ସତ୍ୟ ନାହିଁ, ତେବେ ସେସବୁର କିଛି ମାନେ ନାହିଁ। ସତ୍ୟ ହିଁ ସେଇ ଶେଷ ସୂତା, ଯାହା ମଣିଷକୁ ଭଗବାନଙ୍କ ସହ ଯୋଡ଼ି ରଖେ। ସେଥିପାଇଁ କଳିଯୁଗରେ ଯେତେବେଳେ ବାକି ସବୁ ଦୁର୍ବଳ, ସେତେବେଳେ ଏଇ ମୂଳ ଜିନିଷଟାକୁ, ମାନେ ସତ୍ୟକୁ ଧରି ରଖିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଆଉ ଏକମାତ୍ର ବାଟ। ଶେଷ ଧାଡ଼ିରେ ତ ସ୍ପଷ୍ଟ ଅଛି ଯେ ସତ୍ୟ ଭଳି ପ୍ରାଣୀ ତୋତେ ସାଧନ୍ତି କର୍ମ ନାନା ମତେ। ବାଃ, ମାନେ କଳିଯୁଗରେ ଧର୍ମ କରିବାର ରାସ୍ତାଟା ସିନା ସରୁ ହୋଇଯାଇଛି, କିନ୍ତୁ ବନ୍ଦ ହେଇନି। ସତ୍ୟ ହିଁ ସେ ବାଟ। ଏକଦମ। କିନ୍ତୁ ସେ ବାଟଟା ବି କେତେ ସୁରକ୍ଷିତ, ରାଜା ପରୀକ୍ଷିତ ବି ସେ କଥା ଭାବୁଛନ୍ତି ପରା। ଆଗାମୀ ଶ୍ଲୋକରେ ସେୟା ଅଛି। ଶ୍ଲୋକ 91ରୁ 94, ସୁମଧୁର ସ୍ୱରରେ। ଏବେ ଯେ ଅଛି ଏକ ପାଦ, ଏ କଳି ତାହାକୁ ଆପଦ। ଚିନ୍ତୋଇ ମିଥ୍ୟା ଅଧର୍ମରେ, ଏ କିମ୍ପା ମୋର ଅଧିକାରେ। କଠୋର ସତ୍ୟ ଯେ ପାଳିବ, ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ। ଏ ସତ୍ୟ ଭାବୁଂ ସତ୍ୟ ଯୁଗ, ଏ କଳି ଅନ୍ତେ ପ୍ରକାଶିବ। ଏଠି ତ ସିଧା କୁହାଯାଉଛି ଯେ କଳି ଶେଷ ପାଦ ସତ୍ୟ ପାଇଁ ବି ବିପଦ। କଳି ଚାହୁଁଛି ମିଛ ଆଉ ଅଧର୍ମ ବଳରେ ତାକୁ ନିଜ କବ୍ଜାକୁ ନେବାକୁ। ଏ ତ ବଡ଼ ଡର କଥା। ହଁ, କଳିର ପ୍ରଭାବ ବହୁତ ବେଶୀ। ସେ ଭାବୁଛି, ମୋ ରାଜ୍ୟରେ ସତ୍ୟ କେମିତି ରହିବ? ମିଛ ଆଉ ଅଧର୍ମ ବଢ଼େଇ ସତ୍ୟକୁ ଦୁର୍ବଳ କରିବାକୁ ଚାହୁଁଛି ସେ। କିନ୍ତୁ ସେଇ ଶ୍ଲୋକରେ ହିଁ ଆଶାର କଥା ଅଛି। ରାଜା ଚିନ୍ତା କରୁଛନ୍ତି, ହେଲେ ତାପରେ କ'ଣ କୁହାଯାଇଛି ଦେଖନ୍ତୁ। କଠୋର ସତ୍ୟ ଯିଏ ପାଳିବ, ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ। ଏଇଟା ସବୁଠୁ ବଡ଼ ଆଶ୍ୱାସନା। କଠୋର ସତ୍ୟ, ଏହାର ମାନେ କ'ଣ? ସତ୍ୟ ପୁଣି କଠୋର? ଏହାର ମାନେ ହେଲା, କଳିଯୁଗରେ ସତ୍ୟ କହିବା ବା ସତ୍ୟରେ ଚାଲିବା ସହଜ ହେବନି। ଏଇଟା ଗୋଟେ କଠିନ ବ୍ରତ ପରି ହବ। ଓହୋ, ବୁଝିଲି। ଚାରିଆଡ଼େ ମିଛ, ଚୋରି, ଠକାମି ଚାଲିଥିବ। ସେତେବେଳେ ସତ କହିବାକୁ, ସତରେ ଚାଲିବାକୁ ବହୁତ ସାହସ, ବହୁତ ଧୈର୍ଯ୍ୟ ଦରକାର ହବ। ସେଇଟା ହିଁ କଠୋର। କିନ୍ତୁ ଯିଏ ଏ କଷ୍ଟ ସହିବ, ଯିଏ ସବୁ ବାଧା ସତ୍ତ୍ୱେ ସତ୍ୟକୁ ଜାବୁଡ଼ି ଧରିବ, ତା ପାଇଁ ପୁରସ୍କାର କ'ଣ? ସାକ୍ଷାତ ଶ୍ରୀକୃଷ୍ଣ। ବାଃ, କଷ୍ଟ କଲେ କୃଷ୍ଣ ମିଳିବେ, ଏହାଠୁ ବଡ଼ ଭରସା ଆଉ କ'ଣ ଅଛି? ଆଜ୍ଞା, ଏହା ହିଁ କଳିଯୁଗର ସବୁଠୁ ବଡ଼ ସନ୍ଦେଶ। ଆଉ ତାପରେ କୁହାଯାଇଛି, ଏ ସତ୍ୟ ଭାବୁ ସତ୍ୟ ଯୁଗ, ଏ କଳି ଅନ୍ତେ ପ୍ରକାଶିବ। ମାନେ ଏ ଯୁଗଚକ୍ର ପୁଣି ଘୂରିବ। ନିଶ୍ଚୟ, ସତ୍ୟର ଶକ୍ତି କେବେ ମରେନି। କିଛି ସମୟ ପାଇଁ ଦୁର୍ବଳ ହେଇପାରେ, କିନ୍ତୁ ଶେଷ ହୁଏନି। ଏଇ କଳିଯୁଗରେ ଯୋଉ ସତ୍ୟ ପାଳନ ହେବ, ସେଇ ଶକ୍ତିରୁ ହିଁ ପୁଣି ସତ୍ୟଯୁଗ ଫେରିବ। ଯେତେ ଅନ୍ଧାର ହେଲେ ବି ଆଲୁଅ ଆସିବ। ଆଜ୍ଞା, ଆଉ ସେ ଆଲୁଅର ନାଁ ହେଉଛି ସତ୍ୟ। ଧର୍ମର ଏ ଦୁର୍ବଳ ଅବସ୍ଥା ପରେ ଏବେ କାହାଣୀ ଆଉ ଗୋଟେ ଦୁଃଖୀ ଚରିତ୍ର ପାଖକୁ ଯାଉଛି। ସେ ହେଉଛନ୍ତି ଆମ ପୃଥିବୀ ମା। ଶ୍ରୀକୃଷ୍ଣଙ୍କ ବିରହରେ ସେ କାନ୍ଦୁଛନ୍ତି। ଶ୍ଲୋକ 95ରୁ 100। ସୁମଧୁର ସ୍ୱରରେ। ଏ ଭୂମି ଭାରାଭର ହରି, ଶ୍ରୀକୃଷ୍ଣ ଗଲେ ଅପସରି। କୃଷ୍ଣର ପାଦପଦ୍ମ ଚିହ୍ନ, ମଣିକୁଣ୍ଟଳ ଶୋଭାବନ। ପବିତ୍ର ସୁନ୍ଦର ଶରୀର, ଦେଖି ସାନନ୍ଦ ସୁରନର। ସେ ହରି ଛାଡ଼ିଗଲା ଯେବେ, ଦେଖା ଏହାର ଦୁଃଖ ଏବେ। ଦୁର୍ଭଗା ପ୍ରାୟ ଅଶ୍ରୁମୁଖୀ, କାନ୍ଦେଇ ଅତି ଦୁଃଖେ ଦୁଃଖୀ। ପାପିଷ୍ଟ ଶୂଦ୍ର ରାଜା ଯେତେ, ସର୍ବେ ଭୁଞ୍ଜିବେ ମିଳି ମୋତେ। ଓହୋ, କେତେ ଦୁଃଖଦାୟକ ଏ ପଦ। ପୃଥିବୀକୁ ଜଣେ ଦୁଃଖିନୀ ନାରୀ ପରି ଦେଖାଯାଇଛି। ଦୁର୍ଭଗା ପ୍ରାୟ ଅଶ୍ରୁମୁଖୀ। କି କରୁଣ! କିନ୍ତୁ ଏ ଦୁଃଖ ସାଙ୍ଗରେ ଗୋଟେ ଭୟ ବି ଅଛି। ପାପିଷ୍ଠ ଶୂଦ୍ର ରାଜା ଯେତେ, ସର୍ବେ ଭୁଞ୍ଜିବେ ମିଳି ମୋତେ। ଏଠି ଶୂଦ୍ର ରାଜା କହିଲେ କ'ଣ ବୁଝିବା?
କୌଣସି ଜାତି କଥା କୁହାଯାଉଛି କି? ନା ନା, ମୋତେ ଲାଗୁନି ଏଠି ଜାତି ବା ବର୍ଣ୍ଣ କଥା କୁହାଯାଉଛି। ଦେଖନ୍ତୁ, ଭାଗବତ ବା ପୁରାଣରେ ଏ ଶବ୍ଦ ପ୍ରାୟତଃ ଆଚରଣ ପାଇଁ ବ୍ୟବହାର ହୁଏ। ଆଚ୍ଛା, କେମିତି? ଶୂଦ୍ର ରାଜାମାନେ ଏଠି ବୁଝିବାକୁ ହେବ ଅଧାର୍ମିକ, ଲୋଭୀ, ଅତ୍ୟାଚାରୀ ରାଜା, ଯେଉଁମାନେ ପ୍ରଜାଙ୍କୁ ପାଳିବା ବଦଳରେ ପୀଡ଼ା ଦିଅନ୍ତି, ପୃଥିବୀର ସମ୍ପଦକୁ ନିଜ ମଜା ପାଇଁ ଶୋଷଣ କରନ୍ତି। ଓହୋ, ସେଇ ଅର୍ଥରେ? ହଁ, ପୃଥିବୀ ମାଙ୍କର ଡର ହେଉଛି ଶ୍ରୀକୃଷ୍ଣଙ୍କ ପରି ଧର୍ମ ରକ୍ଷାକାରୀ ଚାଲିଗଲା ପରେ ଏମିତି ଖରାପ ରାଜାମାନେ ମିଶିକି ତାଙ୍କୁ ଭୋଗ କରିବେ, ମାନେ ତାଙ୍କ ଉପରେ ଅତ୍ୟାଚାର କରିବେ, ଅଧର୍ମ ଚଳେଇବେ। ଯୋଉ ପୃଥିବୀ କୃଷ୍ଣଙ୍କ ପାଦଚିହ୍ନରେ ସୁନ୍ଦର ଦିଶୁଥିଲା, ତାର ସେ ଶୋଭା ଆଉ ରହିବନି। ବୁଝିଲି। ଏ ତ ପୃଥିବୀର ବହୁତ ଗଭୀର ଦୁଃଖ ଆଉ ଡର। ତେବେ ଗୋଟେ ପଟେ ଧର୍ମ ଏମିତି କାନ୍ଦୁଛି, ଅନ୍ୟପଟେ ପୃଥିବୀ ବି କାନ୍ଦୁଛି। ଏସବୁ ଦେଖି ଶୁଣି ରାଜା ପରୀକ୍ଷିତ କ'ଣ ଚୁପ୍ ବସିଥାନ୍ତେ? ସେ କ'ଣ କଲେ? ଶ୍ଲୋକ 101ରୁ 109ରେ ତାର ଉତ୍ତର ଅଛି। ସୁମଧୁର ସ୍ୱରରେ ଏମନ୍ତେ ଧର୍ମ ବସୁନ୍ଧରେ ବାକ୍ୟ ପ୍ରବନ୍ଧେ ବୋଧ କରି ତୀକ୍ଷ୍ଣ ଖଡ଼ଗ ଧରେ ହସ୍ତେ ମିଳିଲା କଳିର ଅଗ୍ରତେ ଅଧର୍ମ ହେତୁ ବଳେ ମାରି ମୁହିଁ ପାଳିବି ବସୁନ୍ଧରେ କଳି ଦେଖିଣ ତା ବଦନ ଛାଡ଼ିଲା ନୃପତି ଲାଞ୍ଛନ ପ୍ରାଣ କାତରେ ଉଦ୍ବେଗେ ପଡ଼ିଲା ରାଜା ପାଦଯୁଗେ ସେ କଳି ଜୀବନ ବିକଳେ ପାଦେ ପଡ଼ିଲା ଯେତେବେଳେ ଦେଖିଣ କଳିର ବିକଳ ସ୍ୱଭାବେ ମେଦିନୀ ବତ୍ସଳ ତା ବିକଳ ମୁଖ ଦେଖି ଖଡ଼ଗ ଭୁଜ ଊର୍ଦ୍ଧ୍ୱେ ରଖି ଛେଦନ ନ କରି ତା ଶିର ହସି ବୋଲନ୍ତି ନୃପବର। ବାଃ, ରାଜାଙ୍କ ରିଆକ୍ସନ୍ ତ ଏକଦମ ତୁରନ୍ତ ଆଉ ଶକ୍ତ। ରାଗିକି ଖଣ୍ଡା ଧରି ସିଧା କଳିକୁ ମାରିବାକୁ ବାହାରିଲେ। ତାଙ୍କର ଉଦ୍ଦେଶ୍ୟ ପୁରା ସଫା, ଅଧର୍ମର ମୂଳ ଯିଏ ସେହି କଳିକୁ ଶେଷ କରି ପୃଥିବୀକୁ ବଞ୍ଚେଇବେ। କିନ୍ତୁ ତାପରେ ଯାହା ହେଲା ସେଟା ଆଶ୍ଚର୍ଯ୍ୟ। ତାଙ୍କ ମନରେ ବହୁତ କଷ୍ଟ ହେଲା, ଆଉ ଧର୍ମ ପାଇଁ ରାଗ ବି ଆସିଲା। ସେ ସିଧା କଳି ପାଖରେ ପହଞ୍ଚିଲେ, ତାକୁ ମାରି ଧର୍ମ ସ୍ଥାପନ କରିବାକୁ। କିନ୍ତୁ କଳି ଯେତେବେଳେ ରାଜାଙ୍କର ସେ ରାଗଭରା ମୁହଁ ଦେଖିଲା, ସେ ଡରିଗଲା। ଆଉ କ'ଣ କଲା? ଛାଡ଼ିଲା ନୃପତି ଲାଞ୍ଛନ। ଏ ନୃପତି ଲାଞ୍ଛନ କ'ଣ? ମାନେ ରାଜାର ଚିହ୍ନ, ବେଶଭୂଷା, ମୁକୁଟ ଏସବୁ। କଳି ସେତେବେଳେ ରାଜା ବେଶରେ ଥିଲା, କିନ୍ତୁ ପରୀକ୍ଷିତଙ୍କୁ ଦେଖି ବୁଝିଗଲା ଯେ ରାଜା ବେଶ ତାକୁ ବଞ୍ଚେଇ ପାରିବନି। ଆଚ୍ଛା। ତେଣୁ ସେ ସେସବୁ ଗର୍ବର ଜିନିଷ ଫୋପାଡ଼ି ଦେଇ ଏକଦମ ଦିନହୀନ ହୋଇ ପ୍ରାଣ ବଞ୍ଚେଇବାକୁ ରାଜାଙ୍କ ପାଦତଳେ ପଡ଼ିଗଲା। ପୁରା ସରେଣ୍ଡର। ଆଉ ସେଠି ରାଜାଙ୍କ ମନ ବଦଳିଗଲା। ହଁ, ଏଇଟା ହିଁ ରାଜା ପରୀକ୍ଷିତଙ୍କର ବଡ଼ ପଣିଆ। ଶ୍ଲୋକରେ ଅଛି ସେ ସ୍ୱଭାବେ ମେଦିନୀ ବତ୍ସଲ, ମାନେ ତାଙ୍କର ସ୍ୱଭାବ ହିଁ ଦୟାଳୁ। ସେ ପୃଥିବୀକୁ ସବୁ ଜୀବଙ୍କୁ ଭଲ ପାଆନ୍ତି। ଯେତେବେଳେ ସେ କଳିକୁ ସେମିତି ବିକଳ ଅବସ୍ଥା ଦେଖିଲେ, ଡରିକି ଥରୁଥିବାର ଦେଖିଲେ, ତାଙ୍କ ମନରେ କରୁଣା ଆସିଗଲା। ଯୋଉ ଖଣ୍ଡାଟା ସେ ମୁଣ୍ଡ କାଟିବାକୁ ଉଠାଇଥିଲେ ସେଇଟା ସେମିତି ଉପରେ ରହିଗଲା, ତଳୁକୁ ଆଣିଲେନି। ମାରିଲେନି? ନା, ମାରିଲେନି, ବରଂ ହସିଲେ ଆଉ କିଛି କହିବାକୁ ଆରମ୍ଭ କଲେ। ଏହା ତ ବାସ୍ତବିକ ଗୋଟେ ଦ୍ୱନ୍ଦ୍ୱର ସ୍ଥିତି। ଗୋଟେ ପଟେ ଧର୍ମରକ୍ଷା କରିବାର କର୍ତ୍ତବ୍ୟ ଅଛି, ଅନ୍ୟପଟେ ଯିଏ ପାଦତଳେ ପଡ଼ିଛି ତାକୁ କ୍ଷମା କରିବାର ରାଜଧର୍ମ ବି ଅଛି। ପରୀକ୍ଷିତ ଦ୍ୱିତୀୟ ବାଟଟା ବାଛିଲେ। ଆଜ୍ଞା, ଏଇଟା ତାଙ୍କର ଦୟା ଆଉ କ୍ଷମାଶୀଳତା ଦେଖାଉଛି। ଯଦିଓ ଏଇଥିପାଇଁ ପରେ କଳିକୁ ରହିବାକୁ ଜାଗା ମିଳିଗଲା। ତେବେ ଆଜିର ଏହି ଆଲୋଚନାରେ ଆମେ ଓଡ଼ିଆ ଭାଗବତର ଗୋଟେ ବହୁତ ମହତ୍ତ୍ୱପୂର୍ଣ୍ଣ ଅଂଶ ବିଷୟରେ କଥା ହେଲେ। ଆମେ ଦେଖିଲେ କେମିତି ଯୁଗ ବଦଳିବା ସହ ଧର୍ମ ବି ବଦଳୁଛି, କେମିତି ସତ୍ୟ ହିଁ କଳିଯୁଗରେ ମୁଖ୍ୟ ଆଧାର। ହଁ, ଆଉ ଶ୍ରୀକୃଷ୍ଣ ଗଲା ପରେ ପୃଥିବୀର କଷ୍ଟ, ତାର ଡର, ସେ ବିଷୟରେ ବି ଜାଣିଲେ। ଆଉ ଶେଷରେ ରାଜା ପରୀକ୍ଷିତଙ୍କର ରାଗ, କର୍ତ୍ତବ୍ୟ ଆଉ କରୁଣା, ଏ ସବୁର ଗୋଟେ ମିଶ୍ରଣ ଦେଖିଲେ। ନିଶ୍ଚୟ, ଏଥିରୁ ଶିଖିବାର କଥା ହେଲା କଳିଯୁଗରେ ସତ୍ୟର ବାଟ କଷ୍ଟ ହେଲେ ବି ସେଇଟା ହିଁ ଭଗବାନଙ୍କ ପାଖକୁ ନେବ, ଆଉ ଅଧର୍ମକୁ ସମର୍ଥନ କରିବା ବି ପାପ। ଠିକ୍। ଆଉ ରାଜା ପାଇଁ ଦଣ୍ଡ ଓ କ୍ଷମା ଭିତରେ ବାଲାନ୍ସ ଉଠିବା କେତେ କଷ୍ଟ ସେଟା ବି ଜଣାପଡ଼ୁଛି। ପରୀକ୍ଷିତ କଳିକୁ ଶରଣ ଦେଲେ, ହେଲେ ପୁରା ଛାଡ଼ିଦେଲେ ନାହିଁ। ତାପରେ କ'ଣ ହେଲା ସେଟା ଆଗକୁ ଅଛି। ହଁ, ଏଠି ମନରେ ଗୋଟେ ପ୍ରଶ୍ନ ଆସୁଛି, ଶ୍ରୋତାମାନେ ବି ଭାବିପାରନ୍ତି, କଳି ଯଦିଓ ଅଧର୍ମର ପ୍ରତୀକ, ତଥାପି ଯେତେବେଳେ ସେ ପାଦତଳେ ପଡ଼ି ଜୀବନ ମାଗୁଛି, ସେତେବେଳେ ଜଣେ ଧାର୍ମିକ ରାଜା କ'ଣ କରିବା ଉଚିତ? ଦଣ୍ଡ ଦେବା ଧର୍ମ ନା କ୍ଷମା କରିବା? ଏହାର କ'ଣ ଗୋଟେ ସହଜ ଉତ୍ତର ଅଛି? ବୋଧେ ନାହିଁ। ନା, ଏଇଟା ବିଚାର କରିବା କଥା। ଆପଣମାନଙ୍କୁ ଆଜିର ଆଲୋଚନା କେମିତି ଲାଗିଲା? ଯଦି ଏଥିରୁ କିଛି ନୂଆ କଥା ଜାଣିଲେ ବା ଭଲ ଲାଗିଲା, ତେବେ କମେଣ୍ଟରେ
ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ନିଶ୍ଚୟ ଜଣାନ୍ତୁ। ଆଉ ଆଗକୁ କ'ଣ ହେଲା? ରାଜା ପରୀକ୍ଷିତ ହସି ହସି କଳିକୁ କ'ଣ କହିଲେ, କୋଉଠି ରହିବାକୁ ସ୍ଥାନ ଦେଲେ, ଏସବୁ ଜାଣିବା ପାଇଁ ଆମର ପରବର୍ତ୍ତୀ ଆଲୋଚନାକୁ ନିଶ୍ଚୟ ଅପେକ୍ଷା କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖାହେବ ଭାଗବତର ଆଗାମୀ ପଦ ସହିତ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।